କହିଲେ ପୁରୀ ତରକାରୀ ମଣ୍ଡନ ସକାଳୁ ସକାଳୁ ଆଜ୍ଞା ସାରେ ଆଣିକି ଆମକୁ ଦେଇ ଦେଉଛନ୍ତି ଆମେ ଶୋଇଥିବା ସେଠି ଦେଇ ଦେଉଛନ୍ତି ଆଜ୍ଞା ସକାଳ ଜଳଖିଆଟା ତୋର ମନେ ପଡିଗଲା ଆଜ୍ଞା ବଢିଆ ଖାଇବା ହଉଛି ସଞ୍ଜୁ ଆଜ୍ଞା ଆରେ ପୁରୀ କହିଲେ କଣ ବୁଝୁଛୁ ପୁରୀ ଦେଖିଛୁ କଥା ସାର୍ ଆପଣଙ୍କ କଥା ଶୁଣିକି ମୋ ମୁଣ୍ଡ ଭମ୍ବର ହେଇଯାଉଛି ସାର୍ ପୁରୀ ମୁଁ ଦେଖିନି ଟଙ୍କା 150 ଖର୍ଚ୍ଚ କରୁନାହାନ୍ତି ଆପଣଙ୍କୁ ଦେଖେଇଦେବି ମୁଁ ଟଙ୍କା 150 ଖର୍ଚ୍ଚ କଲେ ପୁରୀ ଦେଖେଇଦେବୁ ଆଜ୍ଞା କାଇଁ ମୁଁ 150 ଟଙ୍କା ଦେବି ତତେ କାଇଁ ପୁରୀଟା ମତେ ଦେଖେଇଲୁ ଦେଖନ୍ତୁ ଆଜ୍ଞା କେଜି ଅଟା ଆଣିଦେବେ ଲିଟରଟେ ତେଲ ଆଣିଦେବେ ପାଣି ତା ଦେହରେ ମିଶେଇକି ଜେସିପି ମଡେଇକି ମିକ୍ସ କରିଦେବେ କହିଲା କିଲେ ଅଟାରେ ଜେସିପି ଟା ମଡେଇକି ମିକ୍ସ କରିଦେବେ ଗୋଟେ ବେଲନା ପଟା ଆଣିଦେବେ ସର 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 କରି 2 ରାଉଣ୍ଡ ମାରିଦେବେ ଗୋଲ ଗୋଲ କড়େଇରେ ପକେଇବେ ଉଠେଇବେ ସାଂଘାତିକ ପୁଡିଏ ଆରେ ମୂର୍ଖ ସଞ୍ଜୟ ମୂର୍ଖ ଅପଦାର୍ଥ ଆରେ ମୁଁ ଏଇ ଯୋଉ ମଙ୍ଗଳାଚରଣର ପ୍ରଥମ ପାଦର ପ୍ରଥମ 2 ଅକ୍ଷର ପୁରୀ କହିଲି ଆର ଅର୍ଥ ତୁ ବୁଝିଲୁ ଏୟା ମୁଁ ଭାବିଲି କଡେଇ ପୁରୀ ବୋଲି ସେ ପୁରୀ ନୁହଁ ସନ୍ଥ ତୁଳସୀ କହିଲେ କଣ ପ୍ରମାଣ କଲେ ଆଜ୍ଞା କହିଲେ ଗିରି ସୁମେରୁ ଉତ୍ତର ଦିଶି ପୁରୀ ଗିରି ସୁମେରୁ ସୁମେରୁ ଉତ୍ତର ନୀଳ ଶୈଳ ଏକ ସ୍କନ୍ଧର ବୁରି ନୀଳ ରହ କହିଲେ ପୁରୀ ପୁରୀ କଡେଇରେ ରହ କହିଲେ ଗୁରୁ ଗିରି ସୁମେରୁ ଉତ୍ତର ଦିଶି ପୁରୀ ଉତ୍ତର ଦିଶିର ପୂର୍ବ ଉତ୍ତର ଈଶାନ୍ୟ କୋଣରେ ଅବସ୍ଥାନ କରିଥିବା ଯେଉଁ ରହ କାଇଁ ତୁ ଏମିତି ହଉଛୁ କିରେ ସେ କଥା ନୁହଁ କହିଲେ ଉତ୍ତର ଦିଗରେ ଉତ୍ତର ଦିଶି ଉତ୍ତର ଦିଗରେ ଅବସ୍ଥାନ କରିଛି ପୁରୀ କୋଉଠି ଅଛି ରହ କବି ଶ୍ରେଷ୍ଠ ହେଉଛନ୍ତି ଭଞ୍ଜ ପୁଅରେ କାଠ ଯାକରେ ହେଉଛନ୍ତି ମଞ୍ଜ କାହିଁକି ତୁ ଏମିତି ହଉଛୁ କିରେ